30 ଗୀତ ତାହାର 5 ପଦ କେହି ଜଣେ ପଢନ୍ତୁ। କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତଃ କାଳରେ ଆନନ୍ଦ ଆସେ। ପ୍ରଭୁ ଏ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଲେଖା ଅଛି ତାହାଙ୍କ କ୍ରୋଧ କ୍ଷଣ କାଳ ସ୍ଥାୟୀ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ। ପ୍ରବାସ ବୋଲି କହିଲେ ଯାହା କ୍ଷଣ କାଳ ପାଇଁ ବସତି କରିବାକୁ ପ୍ରବାସ ବୋଲି କୁହାଯାଏ। ଅଳ୍ପ ସମୟ ନିମନ୍ତେ ବସବାସ କରିବା। ଉଦାହରଣ ସ୍ୱରୂପେ ଜଣେ ଯଦି ଅତିଥି ଭାବରେ ଆସିଲେ, କୁଣିଆ ଭାବରେ ଆସିଲେ, ତ ସେମାନେ ପ୍ରବାସ କରନ୍ତି, ପୁଣି ଚାଲିଯାଆନ୍ତି। ତ ବାଇବଲରେ ଏଠାରେ ଆମେ ଦେଖୁଛୁ ପରମେଶ୍ୱରଙ୍କ କ୍ରୋଧ ଯଦି ଉଠେ ତେବେ ମନୁଷ୍ୟ ମାନଙ୍କୁ ରୋଦନ କରିବାକୁ ପଡେ। ଆଉ ସେ ରୋଦନର ପରିସ୍ଥିତି ପରମେଶ୍ୱରଙ୍କ ଠାରୁ ଆସିଥାଏ, ଯେହେତୁ ସେ କ୍ରୋଧ କରିଥିଲେ। ଆଉ ସେ କ୍ରୋଧ କରୁଥିବା ବେଳେ ଲୋକମାନଙ୍କୁ ଏମିତି ପରିସ୍ଥିତିରେ ପକାନ୍ତି କି ସେମାନେ ରୋଦନରେ ଗତି କରନ୍ତି। କିନ୍ତୁ ଗୋଟିଏ ଆଶ୍ୱାସନାର ବିଷୟ କଣ, ମାନେ ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତଃ କାଳରେ ଆନନ୍ଦ ଆସେ। କେତେ ବଢିଆ କଥା। ଆନନ୍ଦ କହୁ କହୁ ଆନନ୍ଦର ସବୁ କିଛି ଜଣା ପଡୁଛି। ମନକୁ ଦେଖା ଯାଉଛି, ଆଖିକୁ ଦେଖା ଯାଉଛି, ଆନନ୍ଦ କେମିତି କେମିତି ଆନନ୍ଦ ଆସେ। ତ କାହାକୁ ବି ରୋଦନ ଭଲ ଲାଗେ ନାହିଁ। ହଁ, କିଛି ପ୍ରାର୍ଥନାକାରୀ ମାନଙ୍କୁ ପ୍ରଭୁଙ୍କ ସାନ୍ନିଧ୍ୟରେ ରୋଦନ କରିବା ଭଲ ଲାଗେ। ତାହା ବି ଯଦି ସାମୂହିକ ଭାବରେ ପ୍ରାର୍ଥନା ଚାଲିଛି, ସେ ଭିତରେ ରୋଦନ ଯଦି ହୁଏ ତ କେତେ କଙ୍କର ଆନ୍ତରିକତା ନଥାଏ, ଅଭିନୟ ଥାଏ। କେତେ କଙ୍କର, ସମସ୍ତଙ୍କର ନାହିଁ। କିନ୍ତୁ ବ୍ୟକ୍ତିଗତ ଭାବେ ଜଣେ ଯଦି ପ୍ରଭୁଙ୍କ ପାଖରେ ବସି କାନ୍ଦୁଛି, ସେ କାହାକୁ ଦେଖାଇ ଅଭିନୟ କରିବ? ସେଟା ସତ୍ୟ ରୋଦନ ହେଇଥାଏ। ତେବେ ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତଃ କାଳରେ ଆନନ୍ଦ ଆସେ। ମୁଁ ବାଇବଲରୁ 4 ଜଣଙ୍କର ଘଟଣା କହିବି, ଯୋଉମାନଙ୍କ ଜୀବନରେ ରୋଦନ ରାତ୍ରି ପାଇଁ ପ୍ରବାସ କରିଥିଲା, ପ୍ରାତଃ କାଳରେ ଆନନ୍ଦ ଆସିଥିଲା। ସମୟ ଭିତରେ ମୁଁ ସାରିବି, ତେଣୁ ଜଲ୍ଦି ଜଲ୍ଦି ଆପଣ ମାନେ ଦେଖନ୍ତୁ। ପ୍ରଥମ ବ୍ୟକ୍ତି ହେଲେ ଯାକୁବ। ସାରା ରାତ୍ରି ରୋଦନ କଲେ, ପ୍ରାତଃ କାଳରେ ଆନନ୍ଦିତ ହେଲେ। ଆଜି ହୋଲ ନାଇଟ୍ ପ୍ରେୟର, এই ରାତ୍ରି ରୋଦନର ରାତ୍ରି ହେଉ, ତ ପ୍ରାତରେ ଆନନ୍ଦ ଆସିବ। ଯଦି ରୋଦନର ରାତ୍ରି ନାହିଁ, ତ ଆନନ୍ଦର ପ୍ରଭାତ ଆସିବ କେମିତି? ଏଣୁ ରୋଦନ ରାତ୍ରି କାଳ ପାଇଁ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ତ ପ୍ରଥମ ବ୍ୟକ୍ତି ହେଲେ ଯାକୁବ, ଯିଏ ଆଦି ପୁସ୍ତକ 32 ଅଧ୍ୟାୟରେ ତାହାର 22 ପଦରୁ ଆରମ୍ଭ କରିକି 32 ପଦ ଯାଏ ଯଦି ଆମେ ଦେଖିବା, ପଢିବା ଦରକାର ନାହିଁ, ଜଣାଶୁଣା ଶାସ୍ତ୍ରାଂଶ ଅଟେ। ଆଉ ରାତ୍ରି କାଳରେ ଉଠି ଯାକୁବ ପ୍ରାର୍ଥନାରେ ବସିଗଲେ। ବଡ ଅଜବ ଆଉ ବିଚିତ୍ର ଘଟଣା ଏଇଟା। କେମିତି? ଜବକ ନଦୀ ଘାଟରେ, ପଦ୍ଧନ ଅରାମ ବୋଲି ଗୋଟିଏ ସ୍ଥାନରେ ଯାକୁବ ରାତ୍ରିରେ ଉଠିଲେ।
ତାଙ୍କୁ ନିଦ ହେଉନି ସେ ରାତ୍ରିରେ। ବେଳେ ବେଳେ ଆପଣଙ୍କୁ ନିଦ ହବନି ତ ଉଠନ୍ତୁ ଆଉ ମୋବାଇଲ ଦେଖନ୍ତୁ। ନାହିଁ, ଟିକେ ବ୍ରେକ୍ ଦେଇକି ମୁଁ କହିଲି ନାହିଁ। ବେଳେ ବେଳେ ରାତ୍ରିରେ ନିଦ ହବନି, ଉଠନ୍ତୁ ଆଉ ଭିଡିଓ ଦେଖନ୍ତୁ ନାହିଁ। ରାତ୍ରି କାଳରେ ବେଳେ ବେଳେ ନିଦ ହବନି, ସେତେବେଳେ ଉଠନ୍ତୁ ଆଉ ଅଲଗା ଜାଗାକୁ ଯାଇ ପ୍ରାର୍ଥନା କରନ୍ତୁ, ବିଛଣାରେ ନାହିଁ। ବିଛଣାରେ ପ୍ରାର୍ଥନା କରିବେ, ଜଲ୍ଦି ଶୋଇ ପଡିବେ। ବିଛଣା ଡାକିବ, ଆ ବାପା, ଆ ମୋ ଧନ, ଆରେ ମୋ ସୁନା ପୁଅ, ମୋ ଗେଲା ଝିଅ ବୋଲି ଡାକିବ, ଟାଣି ନେଇକି ପୁଣି ପକେଇଦବ ସେ। ଏଣୁ ଯୋଉମାନେ ଆମେ ବିଛଣାରେ ପ୍ରାର୍ଥନା କରିବାର ଅଭ୍ୟସ୍ତ ନା, ଆମ ପ୍ରାର୍ଥନାଟା ସର୍ଟ ହୁଏ। କାହିଁକି? ବିଛଣା ସତେ କି ତାର ପ୍ରିୟତମକୁ ହଜାଇ ଦେଲା ବୋଲି ସେ ଡାକେ। ଆପଣ ଭଲରେ ଷ୍ଟଡି କରନ୍ତୁ, ସେ ଡାକିବ, ପଡିଯା, ଗଡି ପଡେ, ହେଇଗଲା ହେଇଗଲା ହେଇଗଲା, ଏମିତି ଲାଗିବ। ତେଣୁ ଯୋଉମାନେ ପ୍ରାର୍ଥନା ବାସ୍ତବରେ କରିବା ପାଇଁ ଚାହାନ୍ତି, ଦେଖନ୍ତୁ ଆପଣ ରାତ୍ରି କାଳର ସଦ୍ବ୍ୟବହାର କେମିତି କରିବେ, ମୁଁ ସେଇ କଥା ଟିକେ କହିବି। ଯାକୁବ ଉଠିଲେ, 22 ପଦ କେବଳ ଟିକେ ପଢନ୍ତୁ। ଅନନ୍ତର ସେ ରାତ୍ରିରେ ଉଠି ଆପଣାର 2 ଭାର୍ଯ୍ୟା ଓ 2 ଦାସୀ ଓ 11 ସନ୍ତାନକୁ ଜୋବକ ଘାଟରେ ପାର କରିବା ପାଇଁ ସଙ୍ଗରେ ନେଲା। ବସ୍, ରାତ୍ରିରେ ଉଠିକି ସେ ପ୍ରଥମେ ପ୍ରାର୍ଥନାକୁ ଅବଷ୍ଟାକଲ ଆଣିବା ସମସ୍ତଙ୍କୁ ସେ ବାହାର କଲା। ଦିସ୍ ଇଜ ହ୍ୱାଟ वी हैव टू डू। କାହିଁକି ତାର 4 ଗୋଟି ସ୍ତ୍ରୀ, 11ଟି ପିଲାମାନଙ୍କୁ ନଦୀ ସେପାର କରାଇଲା? ଏଇଟା କଣ ପାଗଳ କାମ ନାହିଁ କି? ଅଧରାତ୍ରିରେ ଉଠିଲା, ଯାକୁବଙ୍କୁ ନିଦ ହେଉନାହିଁ। ସେ ନିଦ୍ରାରୁ ଉଠିଲା ବୋଲି ଲେଖା ନାହିଁ, ରାତ୍ରିରେ ଉଠିଲା। ନିଦ୍ରାରୁ ଉଠିଲା ବୋଲି ଲେଖା ହିଁ ନାହିଁ, ସେ ଉଠିଲା। ତାମାନେ ଆମ ଯାକୁବ ଭାଇନାଙ୍କୁ ନିଦ ହଉନି ପରା, ସମସ୍ୟା ମୁଣ୍ଡରେ ପଡିଛି, ନିଦ ହବ କୁଆଡୁ? ସେ ରାତ୍ରିରେ ଉଠିଲେ। ପ୍ରଭୁଙ୍କ ଲୋକମାନେ 4 ଗୋଟି ସ୍ତ୍ରୀକୁ ଉଠେଇଥିବେ। ଶୁଣ ହେ, ରାହେଲ, ଲେୟା, ବିଲହା, ଚଲୋ, କଣ ହେଲା? ଆଜିକାଲିର ସ୍ତ୍ରୀ ହେଇଥାନ୍ତେ, ଯାହା ବି ହେବ ସକାଳେ ଶୁଣିବୁ ତମ କଥା, ଏବେ ଶୋଇବାକୁ ଦିଅ, ଡିଷ୍ଟର୍ବ କରନି, ତମର ମୁଣ୍ଡ ଖରାପ ହେଇଗଲା ନା କଣ? କେତେ କଥା ଲୋକ ଶୁଣେଇଥାନ୍ତି। କିନ୍ତୁ ଆମ ଆରବିଏଫ ର ଭଉଣୀ ମାନେ, ମା ମାନେ, ମାଉସୀ ମାନେ ଭାରି ଭଲ। ସେମାନେ ଜମା ସେମିତି ନୁହନ୍ତି, ସେମାନେ ପୁରା ଆତ୍ମିକ ବୋଲି ମୁଁ ଭାବୁଛି। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ତେବେ ଯେତେବେଳେ ଯାକୁବ ଉଠାଇଲେ 4 ଗୋଟି, 2 ଗୋଟି ସ୍ତ୍ରୀଙ୍କୁ, 2 ଗୋଟି ଉପପତ୍ନୀକୁ, ସମସ୍ତେ ଉଠିଲେ ଆଉ ରାତିରେ ନଦୀ ପାର କରାଇଲେ। ଆଜ୍ଞା, ଏଇଟା ବଡ ଅଜବ କଥା ଲାଗିଲା ମତେ। ଭାବି ଦେଖ, ସେମାନଙ୍କର ସାମଗ୍ରୀ ଥିଲା, ଲୁଗା ଥିଲା, ଖାଦ୍ୟ ସାମଗ୍ରୀ ଥିଲା, ମାନେ କମ ସେ କମ ଏମାନେ ଯାଉଥିଲେ 11, 5, 14 ଜଣଙ୍କର ପ୍ରତିଦିନିଆ ଖାଦ୍ୟ ଥିଲା ସେଠାରେ। ମେଷ, ଛାଗ, ଛେଳି, ଗୋରୁ ସବୁ ଥିଲା। 11ଟି ଛୁଆକୁ ରାତିରେ ଉଠାଇକି ନଦୀ ପାର କରାଇଲେ। ରୁବେନ ବଡ ପୁଅ ବିରକ୍ତ ହେଇଥାଇପାରେ, ସିମିୟନ ବିରକ୍ତ ହେଇଥାଇପାରେ। କୋଉ ପିଲା ରାତିରେ ଉଠିକି କାମ କରିବ କହୁନ? ନଦୀ ପୁଣି ଚାଲିକି ପାର ହେବ। ନଦୀରେ ସାପ ଥିବ, ବେଙ୍ଗ ଥିବ, ଆଉ କଇଁଛ ଥାଇପାରେ, କୁମ୍ଭୀର ଥାଇପାରେ। ନଦୀର ପାଣିର ଜାଗା ପରା। କିନ୍ତୁ ଏସବୁ ପରିସ୍ଥିତିରେ ରାତ୍ରିରେ କାହିଁକି ସେ ପାର କରାଇଲା? କାରଣ ହଉଛି, ଏମାନେ ଯଦି ଏପାରିରେ ରହିବେ, ଏହାର ପ୍ରାର୍ଥନାରେ ବାଧା ଜନ୍ମିବ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଯଦି ବାସ୍ତବରେ ହୋଲ ନାଇଟ୍ ପ୍ରେୟର ର ମଜା ନେବା ପାଇଁ ଚାହାନ୍ତି, ତାର ବ୍ଲେସିଂ ପାଇବା ପାଇଁ ଚାହାନ୍ତି, ଆପଣଙ୍କୁ ପ୍ରାର୍ଥନାରେ ବାଧା ଜନ୍ମାଇବା ସବୁ ବିଷୟକୁ ସାଇଡ କରିବାକୁ ପଡିବ। ଫାର୍ଷ୍ଟ, ଯାହା ଯାହା ଆପଣଙ୍କୁ ପ୍ରାର୍ଥନାରେ ବାଧା ଜନ୍ମାଏ,
ସେ ସବୁ ସବୁ ବାହାର କରିବାକୁ ପଡିବ। ନଚେତ ଆପଣ ପ୍ରାର୍ଥନାର ବାସ୍ତବ ଆନନ୍ଦ ପାଇପାରିବେ ନାହିଁ, ବାସ୍ତବ ଆଶୀର୍ବାଦ ପାଇପାରିବେ ନାହିଁ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ରାତ୍ରି କାଳରେ ଯାକୋବ ଏକାଦଶ ସନ୍ତାନକୁ 4 ଗୋଟି ସ୍ତ୍ରୀଙ୍କୁ ନଦୀ ପାର କରାଇଲା। ଏ ପାରିରେ ଆସିଲା, ଆସିକି ଏକାକୀ ସେ ପ୍ରାର୍ଥନା କରିବାକୁ ଲାଗିଲା। ତାହା ମଧ୍ୟ କାନ୍ଦି କାନ୍ଦିକି ପ୍ରାର୍ଥନା କଲା। ମଲ୍ଲଯୁଦ୍ଧ କଲା ବୋଲି ମୂଷା ଲେଖିଲେ, କିନ୍ତୁ ତାହା ପ୍ରାର୍ଥନାର ଯୁଦ୍ଧ ଥିଲା। ରାତି ସାରା ଯାକୋବ କ୍ରନ୍ଦନ କରିଛନ୍ତି, ରୋଦନ କରିଛନ୍ତି। ଆଉ କଣ ତାଙ୍କୁ ଦୁଃଖ ଜନ୍ମାଇଛି? ତାଙ୍କ ଜୀବନରେ ଆଶୀର୍ବାଦ ନାହିଁ। ସେ ଫିଲ୍ କରୁଛନ୍ତି ମତେ ଆଶୀର୍ବାଦ ଦରକାର, ମୁଁ ଆଶୀର୍ବାଦର ଅଭାବରେ ଅଛି। ହୋଇରେ, ତୁମେ ପରା ନିଜ ବାପାଙ୍କ ଠାରୁ ଆଶୀର୍ବାଦ ପାଇଥିଲ, ବଡ ଭାଇଙ୍କ ଆଶୀର୍ବାଦ ପରା ନିଜେ ହରଣ କରିଥିଲ। ମାମୁଁ ଘରକୁ ଯାଇକି ସେଠାରେ ତ ବିବାହ କଲ, ଗୋଟେ ସ୍ତ୍ରୀ ପାଇଁ 7 ବର୍ଷ, ଆଉ ଗୋଟେ ସ୍ତ୍ରୀ ପାଇଁ 7 ବର୍ଷ, ସମ୍ପତ୍ତି ପାଇଁ 6-7 ବର୍ଷ। ଏତେ ସବୁ ହେଲା ପରେ ସେ ଯୁଗର ଲୋକମାନେ ଧନ ପାଇଲେ, ସ୍ତ୍ରୀ ପାଇଲେ, ପିଲାଛୁଆ ପାଇଲେ, ସେଟାକୁ ଆଶୀର୍ବାଦ ବୋଲି ଭାବୁଥିଲେ। କିନ୍ତୁ ଯାକୋବ ସେମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି। ସେ ସବୁ ପାଇଲା ପରେ ମଧ୍ୟ ସେ ଆଶୀର୍ବାଦ ପାଇଲା ପରି ଭାବୁନାହାନ୍ତି। ସେ ରାତି ସାରା କାନ୍ଦୁଛନ୍ତି। କଣ ପାଇଁ? ମତେ ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ। ଆଜିର ହୋଲ ନାଇଟ୍ ପ୍ରେୟରରେ ଆପଣଙ୍କର ଏଇ ଡିମାଣ୍ଡ ହେଉ ପ୍ରଭୁଙ୍କ ଠାରେ, ମତେ ଆଶୀର୍ବାଦ ନ କଲେ ମୁଁ ପ୍ରଭୁ ତୁମକୁ ଛାଡିବି ନାହିଁ। ହୋଶେୟ 12 ଅଧ୍ୟାୟରେ ତାହାର 3-4 ପଦରେ ଯାକୋବ ରୋଦନ କଲେ ବୋଲି ଲେଖା ଅଛି। ପଢି ଦିଅନ୍ତୁ ଟିକେ। ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା। ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା। ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା। ସେ ବୈଥେଲରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ। କ୍ରନ୍ଦନ କରି ବିନତି କଲା। ଯାକୋବ ରାତି ସାରା କ୍ରନ୍ଦନ କରିଛନ୍ତି। ଆଉ ପରମେଶ୍ୱରଙ୍କ ଦୂତ, ପରମେଶ୍ୱର ସ୍ୱୟଂ କହୁଛନ୍ତି, ଆମ୍ଭକୁ ଛାଡ। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାକୋବ ଯେମିତି ସେଦିନ ପ୍ରଭୁଙ୍କୁ ଧରି ଦେଇଥିଲା, ଆଉ ଗୋଟିଏ ମାତ୍ର ତାହାର ପ୍ରେୟର ରିକ୍ୱେଷ୍ଟ ଥିଲା, କଣ? ମତେ ଆଶୀର୍ବାଦ କର। ତାମାନେ ସେ ଆଶୀର୍ବାଦ ପାଇବା ପାଇଁ କାନ୍ଦୁଛି। ଆଉ ପରମେଶ୍ୱରଙ୍କୁ ଜାବୁଡି ଧରି ଦେଇଛି। ପରମେଶ୍ୱର କହୁଛନ୍ତି ଆମ୍ଭକୁ ଛାଡ। ତାମାନେ ମଣିଷ ପରମେଶ୍ୱରଙ୍କୁ ଜାବୁଡି ଧରି ପାରିବ କେମିତି? ଅଶ୍ରୁ ସହିତ। ଆମର ରୋଦନର ପ୍ରାର୍ଥନା, ଅଶ୍ରୁ ସହକାର ପ୍ରାର୍ଥନା ପରମେଶ୍ୱରଙ୍କୁ ଜାବୁଡି ଧରିଦେବ, ଆଉ ପରମେଶ୍ୱର ଛଡାଇ ହେଇପାରିବେ ନାହିଁ। କି ଭୟଙ୍କର ପାୱାର ଭାବି ଦେଖନ୍ତୁ। ପରମେଶ୍ୱର ଛଡାଇ ହେଇ ପାରିଲେ ନାହିଁ। ଯାକୋବକୁ କହିଲେ ଆମକୁ ଛାଡ। ଆମେ ବେଳେ ବେଳେ ଦେଖୁ ଛୁଆ ମାନଙ୍କୁ ଯଦି କେହି ଜାବୁଡି ଧରିଦିଏ, ମତେ ଛାଡ, ମତେ ଛାଡ, ମତେ ଛାଡ ବୋଲି ପାଟି କରନ୍ତି। ମନୁଷ୍ୟର କ୍ରନ୍ଦନ ପରମେଶ୍ୱରଙ୍କୁ ଏମିତି କରିଦିଏ ଯେ ପରମେଶ୍ୱର ସେ ଲୋକଠାରେ ବନ୍ଧା ହେଇଯାନ୍ତି। ପରମେଶ୍ୱର ଛାଡିକି ଯାଇପାରନ୍ତି ନାହିଁ। ଏଇଟା ପ୍ରେମ ଅଟେ ପରମେଶ୍ୱରଙ୍କର। ସେ ଅଶ୍ରୁ ଦେଖିଲେ ସେ ନିଜକୁ ଦୁର୍ବଳ ଦେଖନ୍ତି। ଜଣେ ଲୋକ ଯଦି କାନ୍ଦୁଛି, ଜଣେ ଲୋକ ଯଦି ରୋଦନ କରୁଛି, ଜଣେ ଯଦି ଅଶ୍ରୁ ଝରାଉଛି, ପରମେଶ୍ୱର ସେ ଅଶ୍ରୁକୁ ଦେଖିକି
ସେ ତାହା ସହିତ ଦୁଃଖରେ ଦୁଃଖୀ ହେଇଯାନ୍ତି। ସେ ଛାଡିକି ଯାଇପାରନ୍ତି ନାହିଁ। ଆମ ପ୍ରଭୁ ରୁଡ ନୁହନ୍ତି, ଆମ ପ୍ରଭୁ କଠୋର ନୁହନ୍ତି କି କାନ୍ଦିବା ଲୋକ ଛାଡିକି ପଳାଇବେ। ବାଇବଲରେ ଅନେକ ପ୍ରମାଣ ଅଛି। ହିଜକିୟ କାନ୍ଦିଲେ ପରମେଶ୍ୱର ନିଜର ଡେସିସନ କୁ ଚେଞ୍ଜ କରିବାକୁ ପଡିଲା। ମରିବ ବୋଲି କହିଥିଲେ, ପରମେଶ୍ୱର ବଞ୍ଚିବ ବୋଲି କହିବାକୁ ବାଧ୍ୟ ହେଲେ। ସୂର୍ଯ୍ୟକୁ ପଛରେ ଫେରି ଆଣିବାକୁ ପଡିଲା। ଯେତେବେଳେ କାନ୍ଦିଲା ମଗଦଲିନୀ ମରିୟମ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାର ରକ୍ତ ଘେନି ଯାଉଥିଲେ, ଫେରି ଆସିଲେ ଯୀଶୁଙ୍କୁ ସାନ୍ତ୍ୱନା, ଯୀଶୁ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ। ମାନେ ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ରୋଦନ ଦେଖନ୍ତି, ଅଶ୍ରୁ ଦେଖନ୍ତି, ତ ସେ ତରଳି ଯାଆନ୍ତି, ତାଙ୍କ ହୃଦୟ ତରଳି ଯାଏ। ସତେକି ସେ ମଣିଷର ନିୟନ୍ତ୍ରଣରେ ଆସିଗଲା ପରି ସେ କହନ୍ତି, ଆମକୁ ଛାଡ। ତାର ଅର୍ଥ କଣ? କାନ୍ଦିବା ବନ୍ଦ କର, ମୁଁ ଯିବି। ତୁମେ କାନ୍ଦିବା ବନ୍ଦ ନ କଲେ ମୁଁ ଯାଇପାରିବି ନାହିଁ। ଯାକୁବ ଏମିତି କାନ୍ଦୁଛି, ଏମିତି କାନ୍ଦୁଛି, ଏମିତି କାନ୍ଦୁଛି। ପରମେଶ୍ୱର କହୁଛନ୍ତି କାନ୍ଦିବା ବନ୍ଦ କର, ଛାଡ, ଆମକୁ ଛାଡ। ସ୍ୱର୍ଗାଧି ସ୍ୱର୍ଗ ଯାହାଙ୍କୁ ଧାରଣ କରିନପାରେ, ତାହାକୁ କଣ ଗୋଟେ ମଣିଷ ହାତରେ ଧରିଦେବ? ନାହିଁ ଆଜ୍ଞା। ଏଇଟା ହେଉଛି କ୍ରନ୍ଦନର ଶକ୍ତିରେ ପରମେଶ୍ୱରଙ୍କୁ ସେ ଧରି ଦେଇଥିଲା। ଆଜିର ରାତ୍ରି ଆପଣ ମାନଙ୍କ ପାଇଁ କ୍ରନ୍ଦନର ରାତ୍ରି ହେଉ, ଅଶ୍ରୁ ଝରାଇବାର ରାତ୍ରି ହେଉ। କଣ ପାଇଁ? ପ୍ରଭୁ ମତେ ଆଶୀର୍ବାଦ ନ କଲେ ମୁଁ କାନ୍ଦିବା ବନ୍ଦ କରିବିନି। ମତେ ଆଶୀର୍ବାଦ ନ କଲେ ମୁଁ କାନ୍ଦିବା ବନ୍ଦ କରିବିନି। ପ୍ରଭୁ ମତେ ଆଶୀର୍ବାଦ କରିବାକୁ ପଡିବ। ପ୍ରଭୁଙ୍କ ଲୋକମାନେ ସାରା ରାତି ସେ କ୍ରନ୍ଦନ କରିଛି, କ୍ରନ୍ଦନ କରିଛି, କ୍ରନ୍ଦନ କରିଛି। ଆଉ ସତରେ ପ୍ରଭାତ ହେଲା, ପ୍ରାତ କାଳରେ ଆନନ୍ଦ ଆସେ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, କିନ୍ତୁ ପ୍ରାତ କାଳରେ ଆନନ୍ଦ ଆସେ। ଆଉ ସତକୁ ସତ ପ୍ରଭାତ ହୁଅନ୍ତେ, ପରମେଶ୍ୱର କହିଲେ ଆମ୍ଭକୁ ଛାଡ। ସେ କହିଲେ ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ। ହାଲେଲୁୟା। ପରମେଶ୍ୱର ତାକୁ ଆଶୀର୍ବାଦ କଲେ। ତା ପୂର୍ବରୁ ପରମେଶ୍ୱର ତାର ଉରୁସନ୍ଧିରେ ଆଘାତ ବି କଲେ। ତାର ଅର୍ଥ କଣ? ତାର ଅର୍ଥ ହଉଛି, ଆପଣ ବେଳେ ବେଳେ ଜାବୁଡିକି ଧରିଛନ୍ତି, କାନ୍ଦୁଛନ୍ତି। କାନ୍ଦିବା ଲୋକକୁ ସେ ଆଉ ଟିକେ ଆଘାତ କରନ୍ତି। ତାହା ପରୀକ୍ଷା ଅଟେ। କିଏ ପ୍ରକୃତରେ ଆଶୀର୍ବାଦ ପାଇବ, ଧୈର୍ଯ୍ୟ ଧରିକି ଶେଷ ଯାଏ ରହିବ, ନା ଇଏ ଅଧାରେ ବନ୍ଦ କରିଦେବ? ଗୋଟେ ପରୀକ୍ଷା। ଉରୁସନ୍ଧିକୁ ଆଘାତ କଲେ, ଉରୁ ସନ୍ଧି ଖସି ଗଲେ ହେଁ, ଛୋଟେଇ ଛୋଟେଇ ହେଲେ ହେଁ, ବଥା ହେଲେ ହେଁ, ସେ ଛାଡିଲା ନାହିଁ। ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ। ଆଜି ରାତ୍ରି ଯେତେ କଷ୍ଟ ଆପଣଙ୍କୁ ହଉନା କାହିଁକି, ଆଜି ସାରା ରାତ୍ରି ଆପଣ ପ୍ରାର୍ଥନାରେ ବସିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଯାକୁବ ପରି ଆପଣ ପ୍ରାର୍ଥନାର ଯୁଦ୍ଧ କରନ୍ତୁ। ପ୍ରଭୁ ମୋ ପରିବାରକୁ, ମୋ ସ୍ୱାମୀକୁ, ମୋ ସ୍ତ୍ରୀକୁ, ମୋ ପୁଅକୁ, ମୋ ଝିଅକୁ, ମୋ ବୋହୂକୁ, ମୋ ଜୁଇଁକୁ, ମତେ, ମୋ ସେବକ ମାନଙ୍କୁ, ମୋ ମିନିଷ୍ଟ୍ରିକୁ, ମୋ ଆରବିଏଫ କୁ, ମୋ ଫ୍ୟାମିଲିକୁ ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ। ଏମିତି ଗୋଟେ କ୍ରନ୍ଦନର ଯୁଦ୍ଧ ହେଇଯାଉ, କି ସଦା ପ୍ରଭୁ ଓହ୍ଲାଇ ଆସନ୍ତୁ, ଆଉ ଆପଣଙ୍କର ରୋଦନ ରାତ୍ରି ସମାପ୍ତ ହଉ, ପ୍ରାତ କାଳରେ ଆନନ୍ଦ ଆସୁ। ଆଉ ସତରେ ସତ ପ୍ରଭାତ କାଳରେ ଲେଖା ଅଛି, ପ୍ରଭାତ ହୁଅନ୍ତେ ସଦାପ୍ରଭୁ କହିଲେ ଆମ୍ଭକୁ ଛାଡ। ପ୍ରଭାତ ହେଇଗଲା। ଆଶୀର୍ବାଦ ନ କଲେ ଛାଡିବି ନାହିଁ। ସେ ଧରିଛି ଜିଦ୍। ପ୍ରଭୁ ତାର ନାମ ପଚାରିଲେ, ସେ କହିଲା ମୁଁ ଯାକୁବ। ଆଜିଠାରୁ ତୁମେ ଆଉ ଯାକୁବ ରହିବ ନାହିଁ, ତୁମେ ଇସ୍ରାଏଲ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ପ୍ରାତ କାଳରେ ବାସ୍ତବରେ ଆନନ୍ଦ ଆସିଲା। ଏ ଆନନ୍ଦ ଆଧ୍ୟାତ୍ମିକ ଆନନ୍ଦ ଅଟେ, ଶାରୀରିକ ନୁହଁ। କାହିଁକି? ସେ ଛୋଟେଇ ଛୋଟେଇ ଚାଲୁଥିଲା, ପ୍ରଭୁ ମାରିଥିଲେ। ଶରୀରରେ କଷ୍ଟ ଅଛି, ମନରେ ଆନନ୍ଦ ଅଛି। ନୋ ପେନ୍ ନୋ ଗେନ୍। ପ୍ରାର୍ଥନା କରିକି କାନ୍ଦିବା ନାହିଁ, ପ୍ରାର୍ଥନା କରି ପ୍ରଭୁଙ୍କ ଠାରେ ଅଳି କରିବା ନାହିଁ, ତ କିଛି ପାଇବା ନାହିଁ। ଟାଇମ ପାସ୍ ନାହିଁ, ଟାଇମ ପାସ୍ ଜମା କରିବେନି। ରାତ୍ରି ମୂଲ୍ୟବାନ ଅଟେ। ସିରିୟସ ହେଇଯାଆନ୍ତୁ। ପ୍ରଭୁଙ୍କ ଲୋକମାନେ ଯେତେବେଳେ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ,
ପାଞ୍ଚ ଗୋଟି ପରିବର୍ତ୍ତନ ମୁଁ ଦେଖିଲି ସେଇଠି। କଣ ପାଞ୍ଚ ଗୋଟି ପରିବର୍ତ୍ତନ ପ୍ରଭାତରେ ଆସିଲା? ରାତ୍ରି ରୋଦନ ଥିଲା, କିନ୍ତୁ ପ୍ରଭାତରେ ଆନନ୍ଦ ଆସିଲା। କଣ ପାଞ୍ଚ ଗୋଟି ପରିବର୍ତ୍ତନ? ଯାକୁବ ଇସ୍ରାଏଲ ହେଲା। ଦୁର୍ନାମ ଦୂର ହେଲା, ସୁନାମ ଆସିଲା। ଦୁର୍ନାମ ଦୂର ହେଇକି ସୁନାମ ଆସିଲା, ପ୍ରଥମ ପରିବର୍ତ୍ତନ। ଯାକୁବ ନାମ ହିଁ ଏକ ପ୍ରବଞ୍ଚକର ଶବ୍ଦକୁ ଘୋଷଣା କରୁଛି। ତାମାନେ ସମସ୍ତଙ୍କ ମୁଖରେ ତାଙ୍କ ପାଇଁ ଗୋଟେ ଦୁର୍ନାମ ଥିଲା, ଏ ପ୍ରବଞ୍ଚକ। ଭାବି ଦେଖନ୍ତୁ ଯଦି ଆଜି ଆମର ନାଁ ହେବ କଣ? ପ୍ରବଞ୍ଚକ। କେମିତି ଲାଗିବ? ସେ ବାପା ବି କେମିତି ନାଁ ରଖିଲେ, ପ୍ରବଞ୍ଚକ। ଆଜିକାଲି କେହି କଣ ନିଜ ପୁଅକୁ ରଖେ? ମୋ ନାଁ ହେଇଥାନ୍ତା ପ୍ରବଞ୍ଚକ ଲିମା, କେମିତି ଲାଗିଥାନ୍ତା? ଭାବି ଦେଖ ଟିକେ। ବର୍ତ୍ତମାନ ପାଳକ ଆଚାର୍ଯ୍ୟ ପ୍ରବଞ୍ଚକ ଲିମା ଆସିବେ, ପ୍ରଚାର କରିବେ, କେମିତି ଲାଗୁଛି ଶୁଣିଲେ? ହଁ, ମାନେ କେମିତି ଏ ନାଁଟି? କେହି କେହି ମଜାକରେ କହ, ହଇରେ ତୋ ନାଁ ଯେମିତି ତୁ ସେମିତି ରେ। ତୋ ଭାଇନାକୁ ପ୍ରବଞ୍ଚନା କଲୁ, ତୋ ବାପାଙ୍କୁ ପ୍ରବଞ୍ଚନା କଲୁ, ତୁ ତ ପ୍ରବଞ୍ଚକ, ତୋ ନାଁ ପ୍ରବଞ୍ଚକ। ମାନେ ଗୋଟେ ଦୁର୍ନାମ, ସମାଜରେ ଗୋଟେ ଦୁର୍ନାମ। ପ୍ରଭୁ ପ୍ରଥମେ ପରିବର୍ତ୍ତନ କରନ୍ତି, ଆମର ଟେଷ୍ଟିମୋନିକୁ ଚେଞ୍ଜ କରନ୍ତି ସେ। ଲୋକମାନଙ୍କ ମୁଖରେ ଆମର ଯୋଉ ଖରାପ ନାଁ ରହିଯାଇଥାଏ, ଲୋକମାନଙ୍କ ମନରେ ଆମର ଖରାପ ଛବି ରହିଯାଇଥାଏ, ପ୍ରଭୁ ଯେତେବେଳେ ଆଶୀର୍ବାଦ କରନ୍ତି, ଆମେ ଯଦି ରୋଦନ ସହକାରେ ପ୍ରାର୍ଥନା କରୁ ରାତ୍ରି କାଳରେ, ପ୍ରାତଃ କାଳରେ ଆନନ୍ଦ ଆସିବ। ସବୁଠାରୁ ବଡ ଆନନ୍ଦ କଣ ଜାଣିଛନ୍ତି? ସୁନାମ, ଗୁଡ ନେମ୍। ସୁନାମ, ସୁନାମ, ସୁନାମ ବହୁତ ଆନନ୍ଦ ଆଣିଦିଏ, ବହୁତ ଆନନ୍ଦ ଆଣିଦିଏ। ଏଣୁକରି ସୁନାମ ପାଇବା ପାଇଁ ହେଲେ ପ୍ରଭୁଙ୍କ ଲୋକମାନେ ଯାକୁବଙ୍କର ପାଠ ଧରୁ ଆମେ। ଭାବି ଦେଖନ୍ତୁ ଯଦି କାହାର ନାମ ଖରାପ ହେଇଗଲା, ସେ ଯେତେ ବଡ ସେବକ ହଉ, ତାର ସେବା ଚାଲିବ ନାହିଁ। ହଁ, ଯଦି ନାମ ଯଦି ଲୋକ ମିଥ୍ୟାରେ ଖରାପ କରିଛନ୍ତି ଚାଲିବ। କେହି କେହି ଈର୍ଷାରେ କାହାରି ବଦନାମ କରିଦିଅନ୍ତି। କେହି କେହି ମିଥ୍ୟା ରଚନା ଗଢିକି ବଦନାମ କରିଦିଅନ୍ତି। କିଛି ଫରକ ପଡିବନି ସେଥିରେ। ଯୀଶୁଙ୍କୁ ମିଥ୍ୟାରେ ବଦନାମ କଲେ, କହିଲେ ଇଏ ବାଲଜିବୁଲ, ଇଏ ପ୍ରବଞ୍ଚକ, ଇଏ ପେଟୁକ, ଇଏ ମଦୁଆ, ଇଏ ପାପୀ ମାନଙ୍କର ବନ୍ଧୁ, ଇଏ କରଗ୍ରାହୀ। କିଛି ଫରକ ପଡିଲାନି, କିଛି ଫରକ ପଡିଲାନି। ଲୋକ ଯଦି ମିଥ୍ୟାରେ ଈର୍ଷାରେ ଆପଣଙ୍କୁ ବଦନାମ କରିବେ, କିଛି ଡରନ୍ତୁ ନାହିଁ। ହଁ, କିନ୍ତୁ ଯଦି ସତରେ ବଦନାମ ହେଇଯିବେ, ସବୁ ସେବା କାର୍ଯ୍ୟ, ସବୁ ଆତ୍ମିକତା, ଆପଣଙ୍କର ସବୁ ଜ୍ଞାନ, ସବୁ ସବୁ ସମାପ୍ତ ହେଇଯିବ। ପ୍ରଭୁଙ୍କ ଲୋକମାନେ ମୁଁ କହିବା ପାଇଁ ଚାହେଁ, ପ୍ରଥମ ପରିବର୍ତ୍ତନ ଆସିଲା, ଦୁର୍ନାମ ସୁନାମରେ ପରିଣତ ହେଲା। ବ୍ୟାଡ ଟେଷ୍ଟିମନି ଗୁଡ ଟେଷ୍ଟିମନିରେ କନଭର୍ଟ ହେଲା ସେଦିନ ଠାରୁ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ପ୍ରାତଃ କାଳରେ ଆନନ୍ଦ ଆସେ। ଆପଣଙ୍କୁ ଯଦି ହଠାତ୍ ଗୋଟେ ସୁନାମ ମିଳିଯିବ, ଗୋଟେ ଉପାଧି ମିଳିଯିବ, କେତେ ଆନନ୍ଦ ଲାଗିଥିବ ଭାବି ଦେଖ। କେତେ ଆନନ୍ଦ ଲାଗେ, ତାର ସୀମା ନାହିଁ। ଆପଣଙ୍କୁ ଯୋଉଦିନ ଅର୍ଡିନେସନ ହେଇଛି, ଆପଣଙ୍କୁ ଯୋଉଦିନ ଗୋଟେ ନୂଆ ନାମରେ ସମ୍ବୋଧନ କରାଯାଏ, ଆପଣଙ୍କୁ ଯୋଉଦିନ ଗୋଟେ ନୂଆ ଉପାଧି ଦିଆଯାଏ, ସେ ଦିନର ଆନନ୍ଦର ସୀମା ଥାଏ? ଭାବି ଦେଖନ୍ତୁ, ପରମେଶ୍ୱର ଯେତେବେଳେ ଜଣଙ୍କର ନାମକୁ ଚେଞ୍ଜ କରନ୍ତି, ସୁନାମ ଆଣି ଦିଅନ୍ତି, ତାକୁ କେହି ଦୁର୍ନାମ କରିପାରିବେ ନାହିଁ, କେହି କରିପାରିବେ ନାହିଁ। ତେଣୁକରି ରୋଦନ ରାତ୍ରି ପାଇଁ ପ୍ରବାସ କଲେ ହିଁ ପ୍ରାତଃ କାଳରେ ସୁନାମ ଆସିଲା, ସୁନାମର ଆନନ୍ଦ ଆସିଲା। ଏହା ପ୍ରଥମ ପରିବର୍ତ୍ତନ। ଦ୍ଵିତୀୟ ପରିବର୍ତ୍ତନ କଣ ହେଲା? ଯାକୁବ, ବଡ ଇଣ୍ଟରେଷ୍ଟିଂ ଏଇଟା, ଯାକୁବ କନିଷ୍ଠ ପୁତ୍ର, ଇସ୍ରାଏଲ ଜ୍ୟେଷ୍ଠ ପୁତ୍ର। ହଁ କି ନାହିଁ? ଯାକୁବ କନିଷ୍ଠ ପୁତ୍ର ନା ଜ୍ୟେଷ୍ଠ ପୁତ୍ର? ଏସଉ ପରା ଜ୍ୟେଷ୍ଠ ପୁତ୍ର। ଏସଉ ଜ୍ୟେଷ୍ଠ ପୁତ୍ର, ଯାକୁବ କନିଷ୍ଠ। ଯାକୁବ ହଉଛି କନିଷ୍ଠ ପୁତ୍ର, କିନ୍ତୁ ଇସ୍ରାଏଲ ହଉଛି ଜ୍ୟେଷ୍ଠ ପୁତ୍ର। କେମିତି କଥା ଏଇଟା ଆଜ୍ଞା? ନେଭର ଇନ ଦ ହିଷ୍ଟ୍ରି, ଇତିହାସରେ କେବେ ହେଇନାହିଁ, पर ପ୍ରାର୍ଥନାରେ ତାହା ହେଇଗଲା।
କୋଉଠି ଲେଖା ଅଛି? ଯାତ୍ରା ପୁସ୍ତକ 4 ଅଧ୍ୟାୟର 22 ପଢନ୍ତୁ। ଇସ୍ରାଏଲ ଜ୍ୟେଷ୍ଠ ପୁତ୍ର ଅଟେ। ପୁଣି ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, ଇସ୍ରାଏଲ ଆମ୍ଭର ପୁତ୍ର, ଆମ୍ଭର ଜ୍ୟେଷ୍ଠ ପୁତ୍ର। କନିଷ୍ଠ ପୁତ୍ର ଥିଲା ସେ ବାପ ଘରେ, ଶ୍ୱଶୁର ଘରେ ଗୁଲାମ ହେଇକି ଥିଲା। ରାତ୍ରି କାଳୀନ ପ୍ରାର୍ଥନା ତାକୁ ଜ୍ୟେଷ୍ଠ ପୁତ୍ର କରିଦେଲା। ବାକି ସମସ୍ତେ କନିଷ୍ଠ ପୁତ୍ର, କିନ୍ତୁ ଇସ୍ରାଏଲ ଜ୍ୟେଷ୍ଠ ପୁତ୍ର। ପ୍ରଭୁଙ୍କ ଲୋକମାନେ ପ୍ରଭୁ ଆପଣଙ୍କୁ ଜ୍ୟେଷ୍ଠ ବନାଇବେ, କନିଷ୍ଠ ନାହିଁ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ଇସ୍ରାଏଲ କନିଷ୍ଠ, ସବୁଥିରେ କନିଷ୍ଠ, ସବୁଥିରେ କନିଷ୍ଠ, ସବୁଥିରେ ଛୋଟ 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 ଛୋଟ। ଯଦି ଆଜିକି ଆପଣ ସେମିତି ଅଛନ୍ତି, ସବୁ ଜାଗାରେ ଛୋଟ ହେଇକି ଅଛନ୍ତି, ଜ୍ଞାନରେ, ବୁଦ୍ଧିରେ, ବଳରେ, ସ୍ୱାସ୍ଥ୍ୟରେ, ପାଠରେ, ଚାକିରିରେ, ମିନିଷ୍ଟ୍ରିରେ, ଘରେ, ସମାଜରେ ଛୋଟ ଛୋଟ ଛୋଟ। ମୁଁ କହିବା ପାଇଁ ଚାହେଁ, ଆପଣ ଛୋଟ ହେଇକି ରହିବେ ନାହିଁ। ଆପଣ ରାତ୍ରି କାଳୀନ ପ୍ରାର୍ଥନାରେ ପ୍ରଭୁଙ୍କ ସାନ୍ନିଧ୍ୟରେ ରୋଦନ କରିବାର ଅଭ୍ୟାସ କରନ୍ତୁ। କେବଳ ଆଜି ନୁହେଁ, ପ୍ରତିଦିନ ଅଭ୍ୟାସ କରନ୍ତୁ। କନିଷ୍ଠକୁ ସେ ଜ୍ୟେଷ୍ଠ କରନ୍ତୁ। ଇସ୍ରାଏଲ ହଉଛି ପରମେଶ୍ୱରଙ୍କ ଜ୍ୟେଷ୍ଠ ପୁତ୍ର। ଯାକୁବ ହଉଛି ଇସାକଙ୍କର କନିଷ୍ଠ ପୁତ୍ର। ଆପଣ କନିଷ୍ଠ ହେଇକି ରୁହନ୍ତୁ, ଏହା ପ୍ରଭୁ କେବେ ଚାହିଁବେ ନାହିଁ। ସେ ଆପଣଙ୍କୁ ଜ୍ୟେଷ୍ଠ କରିବେ, ଜ୍ୟେଷ୍ଠ କରିବେ। ଆପଣ ନିଶ୍ଚୟ ଜ୍ୟେଷ୍ଠ ପୁତ୍ର ହେବେ, ଆପଣ ବଡ ହେବେ। ହାଲେଲୁୟା। ଏହା ଦ୍ୱିତୀୟ ପରିବର୍ତ୍ତନ। ପ୍ରଭୁଙ୍କ ଲୋକମାନେ ତୃତୀୟ ପରିବର୍ତ୍ତନ। ଯାକୁବ ଗୋଟିଏ ବ୍ୟକ୍ତି, ଇସ୍ରାଏଲ ଗୋଟିଏ ଦେଶ ଅଟେ। ଯାକୁବ ଗୋଟିଏ ବ୍ୟକ୍ତି, ସିଙ୍ଗଲ ପର୍ସନ। ହେ କୀଟ ସ୍ୱରୂପ ଯାକୁବ ବୋଲି କୁହାଗଲା। ଯାକୁବ ଗୋଟିଏ ଦୁର୍ବଳ ବ୍ୟକ୍ତି। ହାଲେଲୁୟା। ଇସ୍ରାଏଲ ଗୋଟେ ବଳବାନ ଦେଶ। ଯାକୁବ ଗୋଟେ ଗୁଲାମ ବ୍ୟକ୍ତି, ଇସ୍ରାଏଲ ଇଣ୍ଡିପେଣ୍ଡେଣ୍ଟ ନେସନ। ଯାକୁବ 20-21 ବର୍ଷ ଗୁଲାମ କରିଥିଲା, ଅନ୍ୟ ଘରେ ଦାସ ହେଇକି ଥିଲା। ଇସ୍ରାଏଲ କାହାରି ଦାସ ନୁହଁ, ଇସ୍ରାଏଲ ସ୍ୱତନ୍ତ୍ର ଦେଶ ଅଟେ। ଇସ୍ରାଏଲ ପ୍ରଭୁ ଆପଣଙ୍କୁ ଇସ୍ରାଏଲ କରିବା ପାଇଁ ଚାହାନ୍ତି, ଯାକୁବ ହେଇକି ରହିବେ ନାହିଁ। ପ୍ରଭୁଙ୍କ ଲୋକମାନେ ଚତୁର୍ଥ ପରିବର୍ତ୍ତନ। ଯାକୁବ ଗୋଟିଏ ଅନସକ୍ସେସଫୁଲ ପର୍ସନ, ଅସଫଳ ବ୍ୟକ୍ତି। ଇସ୍ରାଏଲ ଗୋଟେ ସକ୍ସେସଫୁଲ ନେସନ। ଇସ୍ରାଏଲ ସବୁ କ୍ଷେତ୍ରରେ ସକ୍ସେସ ଅଟେ, ସବୁ କ୍ଷେତ୍ରରେ, ସବୁ କ୍ଷେତ୍ରରେ। ଯାକୁବ ମିଥ୍ୟାବାଦୀ, ଇସ୍ରାଏଲ ପରମେଶ୍ୱରଙ୍କ ସହିତ ଯୋଦ୍ଧା। ମାନେ ପ୍ରଭୁଙ୍କ ଲୋକମାନେ ଭାବି ଦେଖନ୍ତୁ, ରୋଦନ ରାତ୍ରିର ସେ ରାତି ଯଦି ଆମର ଯାକୁବ ଶୋଇ ପଡିଥାନ୍ତେ, କଣ ହେଇଥାନ୍ତା? ଟିକେ ଚିନ୍ତା କରନ୍ତୁ। ଯଦି ଯାକୁବ ସେ ରାତିରେ ଥକି ଯାଇଥିଲି, ମୁଁ ଆଉ ପ୍ରାର୍ଥନା ହବନି, ଯାହା ମୋ ଭାଗ୍ୟରେ ଥିବ ସେୟା ହବ, ଆଉ କଣ ଏତେ କଣ କି ପ୍ରାର୍ଥନା କରିପାରିବି? ନା, ହବନି। ଯୀଶୁ ବାପା ଆସିଲେ ବି ମୁଁ ପ୍ରାର୍ଥନା କରିପାରିବି। କିଏ କହନ୍ତୁ? ମୁଁ କହିବା ପାଇଁ ଚାହେଁ, ଆପଣ କେବେ ଆଶୀର୍ବାଦ ପାଇପାରିବାର ଆଶା କରନ୍ତୁ ନାହିଁ। ତାହେଲେ ଆରେ ରୋଦନ ରାତ୍ରି ପାଇଁ ପ୍ରବାସ କରେ, ପ୍ରବାସ ବୁଝନ୍ତୁ। କୁଣିଆ ଆସିଲା ପରେ ଆସିବ, ପଳେଇବ। କାହା ଜୀବନରେ? ପ୍ରାର୍ଥନା କରିବା ଲୋକ ଜୀବନରେ। ପ୍ରାର୍ଥନା ଆପଣ ଯଦି ରାତ୍ରି କାଳରେ କରୁଛନ୍ତି, ମା ମାଉସୀ ମାନେ, ଭାଇ ଭଉଣୀ ମାନେ, ପୁଅ ଝିଅ ମାନେ, ମୁଁ ଗ୍ୟାରେଣ୍ଟି ଦଉଛି, ଏଟା ମୋର ଗ୍ୟାରେଣ୍ଟି ନୁହଁ, ବାଇବଲର ଗ୍ୟାରେଣ୍ଟି। ଆପଣଙ୍କ ଜୀବନର ଦୁଃଖ କୁଣିଆ ଆସିଲା ପରେ ଆସିବ, ପଳେଇବ। ଆପଣଙ୍କ ଜୀବନର ଦୁଃଖ, ସମସ୍ୟା, କ୍ଲେଶ, ନିନ୍ଦା, ତାଡନା କୁଣିଆ ଆସିଲା ପରେ ଆସିବ, ଗେଷ୍ଟ ଆସିଲା ପରେ ଆସିବ, ରହିବନି, ସେ ପଳେଇବ।
ରୋଦନ ରାତ୍ରି କାଳ ପାଇଁ ପ୍ରବାସ କରିବ, ପରମାନେଣ୍ଟ ରହିବନି ସେ। ପ୍ରାର୍ଥନା କରିବା ଲୋକ ପାଇଁ ପ୍ରାତଃ କାଳରେ ଆନନ୍ଦ ଗ୍ୟାରେଣ୍ଟି ଅଟେ, ଗ୍ୟାରେଣ୍ଟି ଅଟେ। ହାଲେଲୁୟା। ଯାକୁବର ଦୁର୍ନାମ ବଦଳିଗଲା, ସୁନାମ ପାଇଲା। ଯାକୁବ ର ଭବିଷ୍ୟତ ବଦଳିଗଲା। ସବୁ ପ୍ରକାର ଯାକୁବ ଆଶୀର୍ବାଦ ପାଇଲା। ଅନସକ୍ସେସଫୁଲ ପର୍ସନ ବିକେମ୍ ସକ୍ସେସଫୁଲ। ସିଙ୍ଗଲ ପର୍ସନ ଥିଲା ସେ, ମଲ୍ଟିପଲ ନେସନ ହେଇଗଲା ସେ। ଜଣେ କନିଷ୍ଠ ପୁତ୍ର ଥିଲା ସେ, ଜ୍ୟେଷ୍ଠ ହେଇଗଲା ସେ। ଆଉ ଜାଣିଛନ୍ତି ପଞ୍ଚମ ପରିବର୍ତ୍ତନ କଣ? ସେ ଗୋଟିଏ ହାରି ଯାଇଥିବା ଲୋକ, ଡରି ଯାଇଥିବା ଲୋକ, ଈଶ୍ୱରଙ୍କ ସହିତ ଯୋଦ୍ଧା ହେଇଗଲା ସେ। ଆଜି କେହି ତାଙ୍କୁ ହରାଇ ପାରୁନାହାନ୍ତି। ଓଭରକମର, ଆପଣ ବିଜୟୀ ହେବେ ଆଜ୍ଞା, ଆପଣ କେହି ହରାଇ ପାରିବେ ନାହିଁ। ଆପଣ କନିଷ୍ଠ ହେଇକି ରହିବେ ନାହିଁ, ଆପଣ ଅନସକ୍ସେସ ହେଇକି ରହିବେ ନାହିଁ, ଆପଣ ଦୁର୍ନାମରେ ରହିବେ ନାହିଁ, ଆପଣ ଗୁଲାମ ହେଇକି ରହିବେ ନାହିଁ, ଆପଣ ପରାଜିତ ହେଇକି ରହିବେ ନାହିଁ। ଦୁଃଖର ଦିନ ସମାପ୍ତ ହେବ, ଆନନ୍ଦ ଆସିବ, ଆନନ୍ଦ ଆସିବ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ପ୍ରଭୁଙ୍କ ଲୋକମାନେ, ମୁଁ ଏହା କହିକି ସମାପ୍ତ କରିବା ପାଇଁ ଚାହେଁ, ସମୟ ବୋଧେ ହେଇଯାଇଛି, ମୁଁ ଦେଖିପାରି ନାହିଁ। ଅଛି ସାର୍, ଆହୁରି ଆମେ 15 ମିନିଟ୍। ଶୁଭାଗଲାନି? ଆହୁରି 15 ମିନିଟ୍ ଅଛି ସାର୍। ଆଚ୍ଛା, ସରି, ଥ୍ୟାଙ୍କ ୟୁ। ବାଇବଲରେ ସିମିଲର ଆଉ 3 ଜଣଙ୍କ ନାମ ମୁଁ କହିବି, ହୁଏତ ବର୍ଣ୍ଣନା କରିହବନି। ପ୍ରଭୁ ସେମାନଙ୍କର ମଧ୍ୟ ରାତ୍ରି କାଳୀନ ରୋଦନ କୁ ପ୍ରାତଃରେ ଆନନ୍ଦରେ ବଦଳାଇ ଦେଲେ। ଦ୍ୱିତୀୟ ବ୍ୟକ୍ତି ହେଲେ ଡାନିଏଲ। ଦାନିଏଲ ଯେତେବେଳେ ରାଜା ନବୁକଦନେସ୍ଛର ଯେତେବେଳେ ସେ ସମସ୍ତ ବିଦ୍ୱାନ ମାନଙ୍କୁ, ସମସ୍ତ ଗଣକ, ସମସ୍ତ ଜ୍ଞାନୀ ମାନଙ୍କୁ ଖଡ୍ଗରେ ହତ୍ୟା କରିବା ପାଇଁ ଚାହିଁଲେ, ଯେହେତୁ କେହି ବି ତାଙ୍କର ସ୍ୱପ୍ନ ର ଅର୍ଥ, ସ୍ୱପ୍ନ କି ଅର୍ଥ ବା ସ୍ୱପ୍ନ ପୁଣି ତହିଁର ଅର୍ଥ କେହି ଜଣେଇବା ପାଇଁ ସକ୍ଷମ ନାହାନ୍ତି। ଜଣେ ବ୍ୟକ୍ତି ଠିଆ ହେଲେ, ସେ ହେଲେ ଦାନିଏଲ। ଆଉ ରାତ୍ରି କାଳରେ ପ୍ରଭୁ ତାଙ୍କୁ ଦର୍ଶନ ଦେଲେ। ଆମେ ଶୋଇଲା ପରେ ଯଦି ସେ ଶୋଇ ପଡିଥାନ୍ତେ ଘୁଙ୍ଗୁଡି ମାରି ମାରିକି। କେହି କେହି ମହାତ୍ମା ମାନେ ଅଛନ୍ତି ଆଜ୍ଞା, ଦିନ ବେଳେ ଗିର୍ଜା ଘରେ ଘୁଙ୍ଗୁଡି ମାରନ୍ତି। ଦିନ ବେଳର ଗିର୍ଜାରେ ଘୁଙ୍ଗୁଡି ମାରନ୍ତି। ଜୁମ୍ ମିଟିଂ ଚାଲିଥିବ, ଭିଡିଓ ଅଫ୍, ଅଡିଓ ଅଫ୍, ଏମାନଙ୍କର ସ୍ୱପ୍ନ ଦର୍ଶନ ଚାଲିଥିବ। କେହି କେହି ପୁରା ବାୟା ବାୟା ହେଇକି ଖୁବ ପ୍ରାର୍ଥନା କରି ରଡି ଛାଡି କାନ୍ଦୁଥିବେ। ଆଉ କେହି କେହି ପୁରା ଧ୍ୟାନ ମଗ୍ନ ହେଇକି ସ୍ୱପ୍ନ ଦୁନିଆରେ ଥିବେ। ଦାନିଏଲ ସେଦିନ ରାତ୍ରିରେ, ଆପଣ ପଢନ୍ତୁ ଦାନିଏଲ ତାହାର 2 ଅଧ୍ୟାୟର 18-19 ପଢନ୍ତୁ। ଦାନିଏଲ 2:18-19। ଏଥିପାଇଁ ଏହି ନିଗୂଢ଼ ବିଷୟରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆପଣା ସଙ୍ଗୀ ହନାନୀୟ, ମିଶାଏଲ ଓ ଅସରିୟକୁ ସେହି ବୃତ୍ତାନ୍ତ ଜଣାଇଲେ। ଅନନ୍ତର ରାତ୍ରିକାଳୀନ ଦର୍ଶନରେ ସେ ନିଗୂଢ଼ ବିଷୟ ଦାନିଏଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିଏଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ। ଜାଣିଛନ୍ତି, ସକାଳେ ସମସ୍ତଙ୍କୁ ଖଣ୍ଡ ଖଣ୍ଡ କରିକି ହଣା ଯାଇଥାନ୍ତା, ଇନକ୍ଲୁଡିଂ ଦାନିଏଲ, ଶୈଦ୍ରକ, ମୈଶକ, ଓବେଦନଗୋ। ପୁଣି ଦେଶରେ ଯେତେ ବିଦ୍ୱାନ ମାନେ, ଯେତେ ଜ୍ଞାନୀ ମାନେ ଥିଲେ, ସମସ୍ତଙ୍କୁ ରାଜା ହତ୍ୟା କରିଥାନ୍ତା। କାହିଁକି? ରାଜା ମାନଙ୍କର କ୍ରୋଧ ଆସିଲା ମାନେ ଶାନ୍ତ କରି ହେଉନଥିଲା। ରାଜା ମାନେ ଏତେ ଦୁଷ୍ଟ ଥିଲେ। ସ୍ୱପ୍ନ ତୁମେ ଦେଖିଲ, ସ୍ୱପ୍ନର ପୁଣି କହିବ, ସ୍ୱପ୍ନର ଅର୍ଥ ପୁଣି କହିବ। କିଏ କହିପାରିବ? କେହି ନାହାନ୍ତି କହିବା ପାଇଁ। ସମସ୍ତ ମନ୍ତ୍ରବାଦୀ ମାନେ କହିଲେ, ଏହା ମାଂସ ବିଶିଷ୍ଟ ଦେହଧାରୀ କୌଣସି ବ୍ୟକ୍ତି କହିପାରିବ ନାହିଁ।
ଅରିୟକ ନାମକ ସେନାପତି ଖଡ୍ଗ ଧରି ବାହାରିଲେ ହତ୍ୟା କରିବା ପାଇଁ। ଦାନିଏଲ କହିଲେ ଗୋଟେ ରାତି ମତେ ସମୟ ଦିଅନ୍ତୁ, ସକାଳରେ ଯଦି ମୁଁ କହିପାରିବିନି ହତ୍ୟା କରିଦିଅନ୍ତୁ। ସେ ରାତ୍ରି ଦାନିଏଲ କି ପ୍ରକାର ପ୍ରାର୍ଥନା କରିଥିବେ ଭାବି ଦେଖନ୍ତୁ। ସେ ରାତ୍ରି ଭୟର ରାତ୍ରି ସମସ୍ତଙ୍କ ପାଇଁ। ସବୁ ବିଦ୍ୱାନ ଘର ସ୍ତ୍ରୀ ମାନେ କାନ୍ଦିଥିବେ, ସବୁ ଘର ପୁରୁଷ ମାନେ କାନ୍ଦିଥିବେ। ଦେଶରେ ଭୟ ଛାଇ ଯାଇଛି। ଦାନିଏଲ କଣ କ୍ରନ୍ଦନ କରିନଥିବେ? ଯଦି ସ୍ୱପ୍ନର ସତ୍ୟତା ଜଣା ପଡିବ ନାହିଁ, ଅର୍ଥ ଜଣା ପଡିବ ନାହିଁ, ସକାଳେ ହତ୍ୟା କରାଯିବ, ମାନେ ଦାନିଏଲ ବି ମରିବେ। ମରଣ ସମୟରେ ଲୋକ କେମିତି ପ୍ରାର୍ଥନା କରନ୍ତି ଭାବି ଦେଖନ୍ତୁ। ଆକୁଳ ବିକଳ ହେଇ କ୍ରୋଧନ କ୍ରନ୍ଦନ କରିକି ଦାନିଏଲ ସେଦିନ ରାତିରେ ନିଶ୍ଚୟ ପ୍ରାର୍ଥନା କରିଛନ୍ତି। ଯେମିତି ପ୍ରାର୍ଥନା ଚାଲିଛି, ପରମେଶ୍ୱର ସେ ସ୍ୱପ୍ନ ବି ଦେଖାଇ ଦେଲେ, ତହିଁର ଅର୍ଥ ବି ଦେଖାଇଦେଲେ, ବୁଝାଇ ଦେଲେ। ପ୍ରାତଃ କାଳରେ ଦାନିଏଲଙ୍କର ହତ୍ୟା ନାହିଁ ଆଜ୍ଞା, ଦାନିଏଲଙ୍କର ପ୍ରମୋସନ ହେଲା। ବାବିଲୋନ ସାମ୍ରାଜ୍ୟର ମହାନ ସମ୍ରାଟ ଦାନିଏଲ ସାମ୍ନାରେ ମୁହଁ ମାଡି ପଡିକି ପ୍ରଣାମ କଲେ, ପ୍ରଣାମ କଲେ। ଆଉ ଦାନିଏଲ କୁ ଦେବତା ବୋଲିକି ଭାବିବି ତାକୁ ନୈବେଦ୍ୟ ଧୂପ ଉତ୍ସର୍ଗ କଲେ। ରାତ୍ରି କାଳରେ ରୋଦନ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ଆଉ ସେଦିନ ଦାନିଏଲଙ୍କ ପାଇଁ ପ୍ରମୋସନ ର ଦିନ ଥିଲା। ରାତ୍ରିରେ ବେଶୀ ଶୋଇବେ, ସାରା ଜୀବନ ଶୋଇ ପଡିବ, ମିନିଷ୍ଟ୍ରି ଶୋଇ ପଡିବ, ସବୁ शोई पड़िब। रात सोने के लिए है करके लोग बोलते हैं, पर दानियल को हम फोन किए थे, रात सोने के लिए है क्या? दानियल बोला नहीं रे भाई, रात में सो जाता तो मेरा जिंदगी सो जाता। बुझे बात को, रात सोने के लिए नहीं है, वो तो उन लोगों के लिए है, हमारे लिए थोड़ी है। रात प्रार्थना करने के लिए। रात्रि काଳରେ ରୋଦନ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ଆଉ ଦାନିଏଲଙ୍କ ଜୀବନରେ ମଧ୍ୟ ସେଦିନ ବିରାଟ ବଡ ପରିବର୍ତ୍ତନ ଆସିଲା। କଣ? ତାଙ୍କର ପଦ ବି ଚେଞ୍ଜ ହେଇଗଲା। କିଏ ଆନନ୍ଦ? ପ୍ରମୋସନ ଦିନ କିଏ କାନ୍ଦିବ? ପ୍ରମୋସନ କେବଳ ଆନନ୍ଦ ଆଣେ। ଦାନିଏଲ ଫେମସ ହେଇଗଲେ, ଫର୍ଷ୍ଟ ଟାଇମ ଗ୍ଲୋବାଲି ଫେମସ ହେଲେ। ରାଜା ପ୍ରଣାମ କରୁଛନ୍ତି ଦାନିଏଲକୁ, ଭାବି ଦେଖନ୍ତୁ। ମାନ ସମ୍ମାନ ଆଦର ପ୍ରତିଷ୍ଠା ଗୌରବ ପଦୋନ୍ନତି ସବୁ ଅଛି ଯଦି ଆମେ ରାତ୍ରି କାଳରେ ପ୍ରାର୍ଥନା କରିବା। ଏ ହେଲା ଦ୍ୱିତୀୟ ଘଟଣା। ତୃତୀୟ, ଏଷ୍ଟର। ଏଷ୍ଟର 3 ଦିନ 3 ରାତ୍ରି ଉପବାସ କଲେ। ଆମ ଲୋକମାନେ ଉପବାସ କଲେ ରାତି ସାରା ଖୁବ ଶୋଇଯାଆନ୍ତି। ଥକି ଗଲୁ ତ, ଦେହ ଦୁର୍ବଳ ଲାଗୁଛି ବୋଲେ କି ପୁରା ଗିଳି ଦିଅନ୍ତି ଆଉ ଖୁବ ଶୋଇଯାଆନ୍ତି। ଆମ ଏଷ୍ଟର ଦିଦିକୁ ଦେଖ, ବାଇବଲର ଏଷ୍ଟର ଦିଦି। ହଁ, ଆଜିକାଲି ସବୁ ଜାଗାରେ ଏଷ୍ଟର ଦିଦି ମାନେ ଅଛନ୍ତି, ଯେ ମୁଁ ବାଇବଲର ଏଷ୍ଟର ଦିଦି କଥା କହୁଛି। ଆମ ବାଇବଲର ଏଷ୍ଟର ଦିଦି ରାତିରେ ପ୍ରାର୍ଥନା କରିଛନ୍ତି ଉପବାସ, ଦିନରେ କରିଛନ୍ତି ଉପବାସ, ଆଉ ପ୍ରାତଃ କାଳରେ ସେ ସାକ୍ଷାତ କରିବାକୁ ଗଲେ ରାଜାଙ୍କୁ, ଅକ୍ଷଶେରୋଷଙ୍କୁ। ଆଉ ସେଦିନ ପ୍ରାତଃ କାଳରେ ସମଗ୍ର ଜିହୁଦୀୟ ମାନଙ୍କୁ ସେ ଉଦ୍ଧାର କଲେ, ଆଉ ପୁରା ଦେଶରେ ମହା ଆନନ୍ଦ ହେଲା ବୋଲି ଲେଖା ଅଛି। 4, 5, 6 ଯଦି ଆପଣ ପଢିବେ ଏଷ୍ଟର ବର୍ଣ୍ଣନା, ମୁଁ କରୁନାହିଁ ଯେହେତୁ ସମୟ ନାହିଁ। କେତେ ବଡ ଆନନ୍ଦ! ମାନେ ସମଗ୍ର ଦେଶର ଜିହୁଦୀ ମାନେ, ସମସ୍ତଙ୍କ ପ୍ରାଣ ବିପଦରେ ଥିଲା, ସମସ୍ତଙ୍କୁ ହତ୍ୟା କରାଯାଇଥାନ୍ତା, କିନ୍ତୁ ସମସ୍ତଙ୍କ ପାଇଁ ଜଣେ ରାତ୍ରିରେ ଉପବାସରେ ଅଛି, ଦିବସରେ ମଧ୍ୟ ଅଛି, ପ୍ରାତଃ କାଳରେ ଯାଉଛି ରାଜାଙ୍କୁ ସାକ୍ଷାତ କରୁଛି, ଆଉ ପ୍ରାତଃ କାଳରେ ସମସ୍ତଙ୍କ ପ୍ରାଣକୁ ବଞ୍ଚାଉଛି। କେତେ ବଡ ଆନନ୍ଦର ବିଷୟ ଅଟେ। ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ଚତୁର୍ଥ ବ୍ୟକ୍ତି ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ।
ଲୁକ ତାହାର 22 ଅଧ୍ୟାୟ ଆଉ ତାହାର 39-40 ପଦରେ ଯୀଶୁ ଧାରା ଅନୁସାରେ ଜିତ ପର୍ବତକୁ ଯାଉଥିଲେ ଆଉ ରାତି ସାରା ପ୍ରାର୍ଥନା କରୁଥିଲେ। ରାତି ସାରା ପ୍ରାର୍ଥନା କରୁଥିଲେ। ଆଉ ପ୍ରତି ପ୍ରଭାତରେ ଯୀଶୁଙ୍କର ସେବା କାର୍ଯ୍ୟରେ ନୂଆ 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 ମିରାକଲ ହେଉଥିଲା। ପ୍ରଭୁଙ୍କ ଲୋକମାନେ ମଗଦଲିନୀ ମରିୟମ ପ୍ରଭାତରେ ଯୀଶୁଙ୍କ ନିକଟକୁ ଯାଇଛି ଆଉ ଯୀଶୁଙ୍କ ସାକ୍ଷାତ ପାଇକି ଆନନ୍ଦିତ ହେଇକି ଆସିଛି। ମୁଁ କହିବା ପାଇଁ ଚାହେଁ, ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ କିନ୍ତୁ ପ୍ରାତଃ କାଳରେ ରୋଦନ ରହିବ ନାହିଁ। ରୋଦନ ଥିଲେ ବି ସମାପ୍ତ ହେବ, ଆନନ୍ଦ ଆସିବ। ଆଉ ଯୀଶୁ ଖ୍ରୀଷ୍ଟ 3 ଦିନ 3 ରାତି କବର ମଧ୍ୟରେ ରହିଲା ପରେ ଗୋଟିଏ ପ୍ରଭାତରେ ପୁନରୁତ୍ଥିତ ହେଇକି ଉଠିଛନ୍ତି। ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆନନ୍ଦର ବାର୍ତ୍ତା ଅଟେ। ପ୍ରଭୁଙ୍କ ଲୋକମାନେ, ମୋର ଏହି କ୍ଷଣ ସଂକ୍ଷିପ୍ତ ବାର୍ତ୍ତା ଅଟେ କି ଯଦି ଆମେ ରାତ୍ରିକାଳୀନ ସମୟରେ ପ୍ରାର୍ଥନାରେ ସମୟ ବିତାଉଛୁ ତ ଯାକୁବ ପରି ଆମେ ହେଇଯାଉ ପ୍ରାର୍ଥନା କରିବାରେ। ଦାନିଏଲଙ୍କ ପରି ଆମେ ହେଇଯାଉ, ଏଷ୍ଟରଙ୍କ ପରି ହେଇଯାଉ, ଯୀଶୁଙ୍କ ପରି ହେଇଯାଉ। ଏମାନେ ରାତ୍ରି ସମୟରେ ପ୍ରାର୍ଥନା କରିକି ସମସ୍ତ ଦୁଃଖ କ୍ଲେଶ ଶୋକ ସବୁକୁ ଜୟ କରିଛନ୍ତି ଆଉ ପ୍ରଭାତରେ ଆନନ୍ଦ ଆଶୀର୍ବାଦ ପଦୋନ୍ନତି ମଙ୍ଗଳକୁ ଦେଖିଛନ୍ତି। ଏଣୁ ବାଇବଲରେ ଯଦି ଲେଖା ଅଛି ଗୀତ ସଂହିତା 30:5ରେ, ସତ ତାହା ଅଟେ, ସଦାପ୍ରଭୁଙ୍କ କ୍ରୋଧ କ୍ଷଣ କାଳ ସ୍ଥାୟୀ କିନ୍ତୁ ପ୍ରାତଃ କାଳରେ ନିଶ୍ଚୟ ଆନନ୍ଦ ଆସେ। ଆସିବ, ଆସିବ। ପ୍ରଭୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ ଆମ ପ୍ରତ୍ୟେକଙ୍କୁ। ଆଜି ରାତ୍ରି ପ୍ରାର୍ଥନା ପ୍ରତ୍ୟେକଙ୍କ ପାଇଁ ଏକ ପ୍ରାର୍ଥନାର ଯୁଦ୍ଧ ହେଉ। ପରମେଶ୍ୱରଙ୍କ ଠାରେ ଆଶୀର୍ବାଦ ଡିମାଣ୍ଡ କରିବାର ଗୋଟେ ସମୟ ହେଉ। ଆଉ ପ୍ରାତଃ କାଳ ଆନନ୍ଦର ସାକ୍ଷ୍ୟ ପାଇବାର ସମୟ। ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି। ପ୍ରାର୍ଥନା ସହିତ ସେବା କାର୍ଯ୍ୟକୁ ମୁଁ ସମାପ୍ତ କରିବି। ସମସ୍ତେ ମୋ ସହିତ ପ୍ରାର୍ଥନାରେ ସାମିଲ ହୁଅନ୍ତୁ। ମଙ୍ଗଳମୟ ସ୍ୱର୍ଗୀୟ ପିତା, ତୁମ ମହାନାମର ମୁଁ ଧନ୍ୟବାଦ କରୁଅଛି। ପ୍ରଭୁ, ଅଳ୍ପ ସମୟ ତୁମ ସାନ୍ନିଧ୍ୟରେ ବସି ତୁମ ବାକ୍ୟ ଧ୍ୟାନ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କଲ। ଏଥିପାଇଁ ତୁମ୍ଭ ନାମର ଧନ୍ୟବାଦ କରୁଛି ରାଜା। ହେ ବାପା, ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ କିନ୍ତୁ ପ୍ରାତଃ କାଳରେ ଆନନ୍ଦ ଆସେ। ଯେତେ ଭାଇ ଭଉଣୀ ମାନେ ଆଜି ଜୁମ ରେ ଅଛନ୍ତି, ଅନଲାଇନ ଅଛନ୍ତି, ଲାଇଭ ଅଛନ୍ତି, ପ୍ରତ୍ୟେକଙ୍କ ଜୀବନରେ ଏ ବାକ୍ୟ ସଫଳ ହେଉ, 100 ଗୁଣ କାର୍ଯ୍ୟ ସାଧନ କରୁ ଏବଂ ଫଳ ଉତ୍ପନ୍ନ କରୁ। ବାପା, ପ୍ରତ୍ୟେକଙ୍କୁ ତୁମ୍ଭର ବଳବାନ ହସ୍ତରେ ସମର୍ପଣ କରି କ୍ଷୁଦ୍ର ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗେ। ଆମେନ୍। Amen. Thank you.